ଆପଣ ଜାଣିବାକୁ ଚାହୁଁଛନ୍ତି କି ଝିଟିପିଟି ମଣିଷର କେଉଁ କେଉଁ ଅଙ୍ଗରେ ପଇଲେ କ'ଣ ହୁଏ? ମୁଣ୍ଡରେ ପଇଲେ କ'ଣ ହୁଏ? କାନ୍ଧରେ ପଇଲେ କ'ଣ ହୁଏ? ହାତରେ ପଇଲେ କ'ଣ ହୁଏ? ତ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ସମାଜରେ ବହୁତ କିଛି ଜିନିଷ ଉପରେ ଆମେ ବିଶ୍ୱାସ କରୁ। ଆମର ବିଶ୍ୱାସ ମଧ୍ୟ ରହିଛି, ଯେମିତିକି ଝିଟିପିଟି ମଣିଷର କେଉଁ ଅଙ୍ଗରେ ପଇଲେ କ'ଣ ହୁଏ। ତ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଭାବେ ଆପଣମାନେ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ମା ଲକ୍ଷ୍ମୀ ନିହାତି ଭାବେ ଲେଖନ୍ତୁ। ତ ଆଜି ଆମେ ଜାଣିବା ଝିଟିପିଟି ମଣିଷର କେଉଁ ଅଙ୍ଗରେ ପଇଲେ କ'ଣ ହୁଏ, ତାହା ଶୁଭ ନା ଅଶୁଭ ହୋଇଥାଏ। ଚାଲନ୍ତୁ ବିସ୍ତାର ରୂପେ ଆମେ ଜାଣିବା। ମଣିଷ ଜୀବନରେ ଅନେକ ସମସ୍ୟା ଆସେ, ସୁଖ ଆସେ, ଦୁଃଖ ଆସେ, ସବୁ ଆସେ। ମଣିଷର ବିଭିନ୍ନ ପ୍ରକାର ଦୁଃଖ ସୁଖ ଲାଗି ରହିଥାଏ। ତ ଚାଲନ୍ତୁ ଏବେ ଜାଣିବା ଆମେ ସୁଖ ଅଛି ନା ଦୁଃଖ ଅଛି ନା ଶୁଭ ଅଛି ନା ଅଶୁଭ ଅଛି। ଝିଟିପିଟି କାନ୍ଧରେ ପଡ଼ୁ କିମ୍ବା ମୁଣ୍ଡରେ ପଡ଼ୁ କିମ୍ବା ହାତରେ ପଡ଼ୁ। ତ ଝିଟିପିଟି ମୁଣ୍ଡରେ ପଡ଼ିଲେ ଶୁଭ ହୋଇଥାଏ ଓ ଅଚାନକ ଧନର ଆଗମନ ସଂକେତ ମିଳିଥାଏ। ଝିଟିପିଟି ବେକରେ ପଇଲେ ଏହା ଆପଣଙ୍କ ପାଇଁ ସୌଭାଗ୍ୟ, ସୁଖ ସମୃଦ୍ଧି ନେଇ ଆସିଥାଏ। ଝିଟିପିଟି ଡାହାଣ ହାତରେ ପଇଲେ କ'ଣ ହୁଏ? ଝିଟିପିଟି ଡାହାଣ ହାତରେ ପଇଲେ ଆପଣଙ୍କ ପାଇଁକା ଭାଗ୍ୟର ପରିବର୍ତ୍ତନ ଆଣିଥାଏ। ଆପଣଙ୍କ ଅଧୁରା କାମ ଯେଉଁ ହେଇ ପଡ଼ିଥିବ ତାହା ପୂର୍ଣ୍ଣ ହେବାର ସଂକେତ ମିଳିଥାଏ। ଝିଟିପିଟି ବାମ ହାତରେ ପଇଲେ କ'ଣ ହୁଏ? ଝିଟିପିଟି ବାମ ହାତରେ ପଇଲେ ଏହା ଅଶୁଭ ସଂକେତ ହୋଇଥାଏ। ଝିଟିପିଟି ଆଣ୍ଠୁରେ ପଇଲେ କ'ଣ ହୁଏ? ଝିଟିପିଟି ଆଣ୍ଠୁରେ ପଇଲେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିଥାନ୍ତି। ଝିଟିପିଟି ବାମ କାନ୍ଧରେ ପଇଲେ କ'ଣ ହୁଏ? ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସଂକେତ ଦେଇଥାଏ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ନିହାତି ଭାବେ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଓ କମେଣ୍ଟ କରନ୍ତୁ। ରହିଲୁ। ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ।